ଜାଣିଛୁ ବୋଉ ମୁଁ ଏଠି ବହୁତ ଖୁସିରେ ଅଛି। ମୋ ଶାଶୁ ଆଉ ନଣନ୍ଦ ମତେ ବହୁତ ଭଲ ପାଉଛନ୍ତି। ମତେ ପୁରା ରାଣୀ କରିକି ରଖିଛନ୍ତି। ହଁ ରଖିବେନି କେମିତି? ଆମେ ଯେତିକି ଧନ ସମ୍ପତ୍ତି ଦେଇକି ବାହା କରିଛୁ ତତେ ଖୁସିରେ ରଖିବେନି ତ କାହାକୁ ରଖିବେ? ହଉ ବୋଉ ମୁଁ ରଖୁଛି। ହଉ ରେ ମା। ବୋଉ ଘରର ସବୁ କାମ ସରିଗଲା। ମୁଁ ଏବେ ଟିକେ ଶୋଇପଡିବି। ବାପ ତ ଦଳି ଦେଇଛି। ମହାରାଣୀ ତ ଏଠି ଝୁଲିବ ଆଉ। ବାହାଘର ବେଳେ ତୁ ଏମିତି କଣ୍ଟା ନେଇ ଆସିଥିଲୁ କି ଏଠି ଗଡରେ ଗଡେ ପକେଇକି ବସିବୁ? କିନ୍ତୁ ବୋଉ ଆପଣ ତ ବିନା ଯୌତୁକରେ ବାହା କରିବେ ବୋଲି କହିଥିଲେ। ମଲା ମୋର କାମ ନାହିଁ ତ ବାପା କିଛି ଦବନି ବୋଲି କଣ ମୁଁ ଜାଣିଥିଲି? ଖାଲି ମୋ ପୁଅ ବୋହୂକୁ ଚାହିଁକି ଆଉ ଆଜିକାଲିକା ଯୁଗକୁ ଚାହିଁକି ମନା କରିଦେଲି ନା। ମୁଁ ପୁଣି ମୋ ଝିଅକୁ ଧନ ସମ୍ପତ୍ତି ଦେଇକି ବାହା କରିଲି ନା ନାଇଁ? କଣ କହିଲୁ ବୁଢୀ? ଯୌତୁକ ନବୁ ନାଇଁ? ତୁ ଯାହା ଯାହା କହିଛୁ ଏଇଟା ନେଇକି ଥରେ କେସ୍ ଫାଇଲ କରିଦେଲେ ସେମାନେ ତତେ ଭଲ କି ଯୌତୁକ ଦେଇଦେବେ। ରହିଥା ବୁଢୀ, ତତେ ଯଦି ଠିକିଏ ପାଣି ନ ପିଆଇ ଦେଇଛି ତାହେଲେ ମୁଁ ବି ଉଦଣ୍ଡି ବୋହୁ ନୁହଁ। ହଁ हे प्रभु हे हरि